ଆଉ ଏକ ନୂଆ କ୍ଲାସ୍କୁ ମୋର ସମସ୍ତ ପାଠକ ମଣ୍ଡଳୀମାନଙ୍କୁ ପ୍ରଥମେ ମୁଁ ସ୍ୱାଗତ ଜଣାଉଛି। ଆଜି ଆମେ କବି ସୂର୍ଯ୍ୟ ବଳଦେବ ରଥଙ୍କ ଜୀବନୀ ସମ୍ପର୍କରେ ଆଲୋଚନା କରିବା। କବି ସୂର୍ଯ୍ୟ ବଳଦେବ ରଥ ଜଣେ ରୀତିଯୁଗୀୟ ଓଡ଼ିଆ କବି ଏବଂ ଓଡ଼ିଶୀ ସଙ୍ଗୀତଜ୍ଞ ଥିଲେ। ଓଡ଼ିଶାରେ ବିଶେଷ ଆଦୃତ କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ କବି ସୂର୍ଯ୍ୟଙ୍କ ଶ୍ରେଷ୍ଠତମ ସାହିତ୍ୟିକ ଓ ସାଙ୍ଗୀତିକ ରଚନା। କବି ସୂର୍ଯ୍ୟଙ୍କ ରଚିତ ଓ ପାରମ୍ପରିକ ଉତ୍କଳୀୟ ରାଗରାଗିଣୀରେ ସ୍ୱରସୁନିତ ଶତାଧିକ ଓଡ଼ିଆ ଗୀତ, ଚମ୍ପୁ, ଛାନ୍ଦ ଆଦି ଅଦ୍ୟାବଧି ଓଡ଼ିଶାରେ ଅତ୍ୟନ୍ତ ଜନପ୍ରିୟ। ସେ ଢୁମ୍ପା ସଙ୍ଗୀତର ପ୍ରତିଷ୍ଠାତା ଏବଂ ନିଜେ ମଧ୍ୟ ଅନେକ ଢୁମ୍ପା ଗୀତ ରଚନା କରିଛନ୍ତି। ସେ 1799 ମସିହାରେ ଗଞ୍ଜାମ ଜିଲ୍ଲା ବଡ଼ଖେମୁଣ୍ଡିଗଡ଼ରେ ଜନ୍ମଗ୍ରହଣ କରିଥିଲେ ଓ 1845 ମସିହାରେ ବସନ୍ତ ରୋଗରେ ଆକ୍ରାନ୍ତ ହୋଇ 56 ବର୍ଷ ବୟସରେ ପ୍ରାଣତ୍ୟାଗ କରିଥିଲେ ବା ମୃତ୍ୟୁବରଣ କରିଥିଲେ। ତାଙ୍କ ପ୍ରାରମ୍ଭିକ ଜୀବନ କିଭଳି ଥିଲା ସେ ସମ୍ପର୍କରେ ମଧ୍ୟ ଜାଣି ରଖିବା। ବଳଦେବଙ୍କ ପିତା ଉଜ୍ଜଳ ରଥ ପୁରୀ ଜିଲ୍ଲାର ମଣିପୁର ଶାସନରୁ ଆସି ବଡ଼ଖେମୁଣ୍ଡିଗଡ଼ରେ ବସବାସ କରିଥିଲେ। ସେ 1789 ଖ୍ରୀଷ୍ଟାବ୍ଦରେ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ବଡ଼ଖେମୁଣ୍ଡିଗଡ଼ରେ ଜନ୍ମ ନେଇଥିଲେ। ସାନବେଳେ ପିତାଙ୍କଠାରୁ ସେ ସଂସ୍କୃତ ଶିକ୍ଷା କରୁଥିଲେ। ଲୋକକଥା ଅନୁଯାୟୀ ତାଙ୍କୁ ମାତ୍ର 10 ବର୍ଷ ହୋଇଥିବା ବେଳେ ତାଙ୍କ ମାଆଙ୍କ ଦେହାନ୍ତ ହୋଇଥିଲା। ମାଆଙ୍କ ଦେହାନ୍ତ ଖବର ଶୁଣି ଯେତେବେଳେ ସେ ଏକାକୀ ଅନୁଭବ କରୁଥିଲେ, ତାଙ୍କ ଅଜା ତ୍ରିପୁରାରୀ ହୋତା ତାଙ୍କର ସବୁ ଲାଳନ ପାଳନ ଦାୟିତ୍ୱ ନେଇଥିଲେ। ତାଙ୍କର ବଂଶାବଳୀ ସମ୍ପର୍କରେ ମଧ୍ୟ ଜାଣି ରଖିବା। ଶ୍ରୀନିବାସ ରଥଙ୍କଠାରୁ ଜନ୍ମଗ୍ରହଣ କରିଥିଲେ ଉଜ୍ଜଳ ରଥ। ଉଜ୍ଜଳ ରଥଙ୍କଠାରୁ ସୁଲକ୍ଷଣା ହରିହର ବଳଦେବ ରଥ ଜନ୍ମଗ୍ରହଣ କରିଥିଲେ। ଏହି ବଳଦେବ ସମୟାନୁକ୍ରମେ ବିବାହ କରିଥିଲେ ରତ୍ନମଣି ଦେବୀଙ୍କୁ। ବଳଦେବ ରଥ ରତ୍ନମଣିଙ୍କଠାରୁ ବିଶ୍ୱନାଥ ଜନ୍ମଗ୍ରହଣ କରିଥିଲେ। ବିଶ୍ୱନାଥଙ୍କଠାରୁ ଲୋକନାଥ, ଲୋକନାଥଙ୍କଠାରୁ ଗଣେଶ୍ୱର ଜନ୍ମଗ୍ରହଣ କରିଥିଲେ। ଏ ଥିଲା ତାଙ୍କର ବଂଶଗତ ପରିଚୟ। ସେ କିଭଳି କବି ସୂର୍ଯ୍ୟ ଉପାଧି ଲାଭ କରିଲେ? ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ଉଦ୍ଦେଶ୍ୟରେ ପୁରୀ ଯାଇଥିବା ବେଳେ ପୁରୀର ଗଜପତି ରାଜା ମୁକୁନ୍ଦ ଦେବ ତାଙ୍କ କବି ପ୍ରତିଭା ଲାଗି ତାଙ୍କୁ କବି ସୂର୍ଯ୍ୟ ରାୟବାହାଦୁର ମହାପାତ୍ର ଉପାଧି ଦେଇଥିଲେ। ଜଳନ୍ଧର ରାଜା ରାମଚନ୍ଦ୍ର ଛୋଟରାୟ ବଳଦେବ ରଥଙ୍କ ଅସାଧାରଣ ପାଣ୍ଡିତ୍ୟ ଓ ଶକ୍ତିମତ୍ତାରେ ମୁଗ୍ଧ ହୋଇ ତାଙ୍କୁ କବି ସୂର୍ଯ୍ୟ ଉପାଧି ପ୍ରଦାନ କରିଥିଲେ। ଓଡ଼ିଆ ସାହିତ୍ୟ ଇତିହାସ ସୁରେନ୍ଦ୍ର କୁମାର ମହାରଣା ପୃଷ୍ଠା 323 ପୃଷ୍ଠାରେ ଏ କଥାଟି ଲେଖାଯାଇଛି। କିମ୍ବଦନ୍ତୀ କ'ଣ କୁହେ? ସେ ଠାକୁରାଣୀ ଭୁବନେଶ୍ୱରୀଙ୍କ କ୍ଷୀର ପାନ କରିବା ବିଷୟରେ ଏକ କିମ୍ବଦନ୍ତୀ ରହିଛି। ଏ କିମ୍ବଦନ୍ତୀ ଅନୁସାରେ ସେ ଭୁବନେଶ୍ୱରୀଙ୍କ କ୍ଷୀର ପାନ କରି ଅଲୌକିକ ଜ୍ଞାନ ଓ ଅସାଧାରଣ ପାଣ୍ଡିତ୍ୟ ପାଇଥିଲେ। ଅନ୍ୟ ଏକ କିମ୍ବଦନ୍ତୀ ଅନୁସାରେ ସେ କବିତା ରଚନା କରି ବନ ଜଙ୍ଗଲର ପଶୁପକ୍ଷୀଙ୍କୁ ମଧ୍ୟ ନିଜ ଆଡ଼କୁ ଆକର୍ଷିତ କରିପାରୁଥିଲେ। ତାଙ୍କ ରଚନାରେ ବ୍ୟବହୃତ ଭାଷା କିପରି ଥିଲା? ତାଙ୍କ ରଚନାରେ ଦେଶଜ ଓଡ଼ିଆ ଶବ୍ଦ ସହ ବୈଦେଶିକ ଶବ୍ଦର ପ୍ରୟୋଗ ଦେଖାଯାଏ। ଦେଶଜ ଭାଷା ମଧ୍ୟରେ ଗୋଳିଆ, ଚିନାଏ, ଚିରାମରା, ଟାକର, ଟାକିଛି, ଠୋକରି, ଠଣାଠୁଙ୍କି, ଲସାଇ, ସୁସାର, ଆଡ଼ରୁଷା, ନିକୁଞ୍ଜ, ଦଉଡ଼, ପାଦ ଫାଟିଯିବା ଇତ୍ୟାଦି ବ୍ୟବହୃତ ହୋଇଛି। ଅପରପକ୍ଷରେ ତାଙ୍କ ରଚନାରେ ଦରଦ, ମରଦି, ବିବାଲା, ଧମକାଇଲା, ଫୁତୁରିଖୋର, ଆଖର, ଫୁକାର, ଫତୁଆ, ଫାରିଆଦ, ଫଜିତ୍, ଫରମାସ ଇତ୍ୟାଦି ବୈଦେଶିକ ଓ ଜାବନିକ ଶବ୍ଦ ମଧ୍ୟ ରହିଛି। ସେ ରଚନା କରିଥିବା ଜଣାଣ ଓ କ୍ଷୁଦ୍ର ଗୀତିଗୁଡ଼ିକ ହେଉଛି କାହାକୁ କହିବା, ଗୋ ରସନାଟି, ସର୍ପ ଜଣାଣ, ବାଧିଲା ଜାଣି କ୍ଷମା, କ୍ଷୀରମୟ ସିନ୍ଧୁ ଜେମା ଜୀବବନ୍ଧୁ, ଜଗନ୍ନାଥ ଜଣାଣ। ତାଙ୍କର କାବ୍ୟଗୁଡ଼ିକ ହେଉଛି ଚନ୍ଦ୍ରକଳା ଯାହା ଅସମ୍ପୂର୍ଣ୍ଣ, ଜଗତେ କେବଳ। ତାଙ୍କର ଚମ୍ପୁ ଗୁଡ଼ିକ ହେଉଛି ରତ୍ନାକର ଚମ୍ପୁ, କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ, ପ୍ରେମୋଦୟ ଚମ୍ପୁ। ତାଙ୍କ ଗଦ୍ୟ ରଚନା ହେଉଛି ହାସ୍ୟ କଲ୍ଲୋଳ। ଏ ଥିଲା କବି ସୂର୍ଯ୍ୟ ବଳଦେବ ରଥଙ୍କ ସମ୍ପର୍କିତ ଏକ ସାମୂହିକ ଆଲୋଚନା। ଏହି ଆଲୋଚନାଟି ଯଦି ପାଠକମାନଙ୍କୁ କିଛି ମାତ୍ରାରେ ସହଯୋଗ କରିପାରେ,
ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ, ସେୟାର କରିବେ ଏବଂ ନିଜସ୍ୱ ଅଭିମତ ନିଶ୍ଚିତ ଭାବରେ ପ୍ରଦାନ କରିବେ।